এবি ପିଲା ରମାଦେବୀ ପିଲା ଉଭୟ ଗେଟ୍ରେ ତାଲା ପକେଇଛନ୍ତି, ଧସ୍ତାଧସ୍ତି ହେଇଛନ୍ତି, ହେବା ଉଚିତ ନୁହଁ। ହଁ, ଛାତ୍ରଛାତ୍ରୀ ଏଭଳିଆ ହେବ ଉଚିତ। ରମାଦେବୀରେ ଛାତ୍ର କ'ଣ ଦରକାର ଥିଲା ଯିବା, ସେଇଟା ଝିଅମାନଙ୍କର। ତମର କ'ଣ କାମ ସେଠି? ଅଣଛାତ୍ର କାହିଁ ସେଠିକି ଯାଇଥିଲ? ତମେ ଯାଇ ଗେଟ୍ରେ ତାଲା ପକେଇଥିଲ। ଗୋଟେ ଶିକ୍ଷା ଅନୁଷ୍ଠାନ ନଷ୍ଟ କରିବାକୁ ଯାଉଛ। ରମାଦେବୀ ଜଣେ ଫ୍ରିଡମ୍ ଫାଇଟର, ଇଣ୍ଡିଆର ଫେମସ୍ ଲେଡି, ତାଙ୍କୁ ବଦନାମ କରିବାକୁ ଯାଉଛ, ତାଙ୍କ ନାଁ କଳଙ୍କିତ କରିବା ପାଇଁ ଯାଉଛ। ଛାତ୍ରଛାତ୍ରୀ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। କେଉଁମାନେ ଯାଇ ସେଠି ଧସ୍ତାଧସ୍ତି ହେଇଛନ୍ତି, କେଉଁମାନେ ଯାଇ ତାଲା ପକେଇଛନ୍ତି, ଅନୁସନ୍ଧାନ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆପଣମାନଙ୍କ ଜରିଆରେ ସରକାର ମୁଁ ଅନୁରୋଧ କରୁଛି। ଧନ୍ୟବାଦ ଗଜପତି ମହାରାଜା ଲକ୍ଷ୍ୟ ରାଜାର ବଉଡ଼ାମଣି ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଲେଖିଛନ୍ତି। ଆମର ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଯାତ୍ରା ଗୁଣ୍ଡିଚା ଯାତ୍ରା ସମୟରେ ହେବା କଥା, ରଥଯାତ୍ରା। ଅଦିନିଆ ଜର୍ମାନୀରେ, ଇଂଲଣ୍ଡରେ, ଆମେରିକାରେ ରଥ ଚଲେଇବା ଠିକ୍ ହେଉନି, ଏଗୁଡ଼ା ଅନ୍ୟାୟ ହେଉଛି। ହେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କର। ଅଦିନରେ ଶ୍ରୀ ଶ୍ରୀ ଜଗନ୍ନାଥ ରଥ ଯେମିତି ନ ଯାଏ, ଏଗୁଡ଼ାକ ଓଡ଼ିଶାର ବଦନାମ, ଭାରତ ବର୍ଷର ବଦନାମ, ଜଗନ୍ନାଥଙ୍କର ବଦନାମ। ତେଣୁ ଷ୍ଟ୍ରଙ୍ଗଲି ବିଟ୍ କରନ୍ତୁ। ଅନ୍ୟ କୌଣସି କଣ୍ଟ୍ରି, କୌଣସି ଷ୍ଟେଟ୍, କୌଣସି ଜିଲ୍ଲାରେ ଅଦିନିଆ ରଥ ଚାଲିପାରିବନି। ରାଜାଙ୍କୁ ଧନ୍ୟବାଦ, ଅଭିନନ୍ଦନ। ସେ ବିକେଳରେ ବିଜୁ ପଟ୍ଟନାୟକ ନାଁ ଧରି ପକେଇଲେ। ନରେନ୍ଦ୍ର ମୋଦି, ବିଜୁ ପଟ୍ଟନାୟକ ସର୍ବୋଚ୍ଚ ସମ୍ମାନ ସେଠି ପାଇଛି। ନେହେରୁ ସର୍ବୋଚ୍ଚ ସମ୍ମାନ ପାଇଛନ୍ତି। ଇନ୍ଦିରା ଗାନ୍ଧୀ ସର୍ବୋଚ୍ଚ ସମ୍ମାନ ପାଇଛନ୍ତି, ତାଙ୍କୁ କାଲି ଦେଇଛନ୍ତି। ଇଏ ବିକେଳରେ ବିଜୁ ପଟ୍ଟନାୟକ ନାଁ ଧରି ପକାଇଲେ। ମହା ଆକ୍ଟର ସେ, କେଉଁଠି କ'ଣ ଦରକାର କହିବା ପାଇଁ, ସେଇଥିପାଇଁ ସେ ବିଜୁ ପଟ୍ଟନାୟକ ନାଁ ବିକେଳରେ ଧରି ପକାଇଲେ। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଲା ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ।